ସଜେଇ ହେଉଛି ବଡ଼ଦାଣ୍ଡ। ତିନି ରଥରେ ଶେଷ ସ୍ପର୍ଶ ଦେବାରେ କାରିଗର ବ୍ୟସ୍ତ। ରଥଯାତ୍ରାକୁ ଆଉ ମାତ୍ର 5 ଦିନ। ଏନେଇ ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡିଠାରେ ରଥ କାମ ଆଗେଇ ଚାଲିଛି। ବର୍ତ୍ତମାନ ରଙ୍ଗ ଦିଆଯିବା ସହ ଚୂଡ଼ାନ୍ତ ରୂପ ଦେବାକୁ କାରିଗରମାନେ ନିମଗ୍ନ ରହିଛନ୍ତି। ଯାତ୍ରାକୁ ଆଉ 5 ଦିନ ଥିବାବେଳେ ମୁଖ୍ୟ ରଥ କାରିଗରଙ୍କ ସହ ସହକାରୀ କାରିଗରମାନେ ତିନି ରଥର ନିର୍ମାଣ ପାଇଁ ଲାଗି ପଡ଼ିଛନ୍ତି। ସେହିପରି ବଡ଼ଦାଣ୍ଡରେ ସଡ଼କକୁ ପରମ୍ପରା ସହ ସୁନ୍ଦର କରିବା ପାଇଁ ଝୋଟି ରଙ୍ଗ ଦେବାରେ ଶ୍ରମିକ ବ୍ୟସ୍ତ। ଯାତ୍ରା କମିଟି ଓ ପ୍ରଶାସନ ପକ୍ଷରୁ ନିର୍ମାଣ କାମ ଗୁଡ଼ିକୁ ନେଇ ସମୀକ୍ଷା ମଧ୍ୟ କରାଯାଉଛି। ସେପଟେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଥଯାତ୍ରା ପ୍ରସ୍ତୁତିକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି। ଏନେଇ ରଥ କମିଟି ପକ୍ଷରୁ କୁହାଯାଇଛି ଯେ ଶୃଙ୍ଖଳିତ ଭାବେ ସମସ୍ତ କାର୍ଯ୍ୟ ଚାଲୁ ରହିଛି। ସମୟ ସୀମା ମଧ୍ୟରେ ତିନି ରଥ କାର୍ଯ୍ୟ ମଧ୍ୟ ସମାପନ ହେବ ଏବଂ ଧୁମଧାମରେ ଚଳିତ ବର୍ଷ ରଥଯାତ୍ରା ପାଳନ ପାଇଁ ଲକ୍ଷ୍ୟ ରଖାଯାଇଛି। ବ୍ୟୁରୋ ରିପୋର୍ଟ, ଲକ୍ଷ୍ୟ ମିଡ଼ିଆ।